ହଁ ହଁ କରନ୍ତୁ କରନ୍ତୁ ହଁ ଏଇଟା କରିବା କଥା କରନ୍ତୁ କିଛି ଅସୁବିଧା ନାହିଁ ଝିଅ ନିଜକୁ ବଞ୍ଚିବା ପାଇଁ ହୁଏତ ଚାପୁଡା ପକେଇ ହଁ ବାସ୍ ବାସ୍ ସେଟା ହେଇପାରିବ କିନ୍ତୁ ଲୋକ ଯେଭଳି ଭାବରେ ଆଇନକୁ ହାତ ବାସ୍ 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 ଲୋକମାନେ ସେଟା ବେଶୀ ଆଇନକୁ ହାତକୁ ନେଲେ ସେଠି 4-5 ଜଣ 7-8 ଜଣ ଲୋକ ଥିଲେ ଭାଇ ସେଠି ପୁରା ଷ୍ଟାର୍ଟିଂରୁ ଏଣ୍ଡ ପର୍ଯ୍ୟନ୍ତ ଯୋଉମାନେ କି ସେମାନେ ମତେ ପ୍ରୋଟେକ୍ଟ କଲେ ନହେଲେ ତ ମୁଁ ବି ସେଠି ମାଡ଼ ଖାଇଥାନ୍ତି ଆଉ ଏ ମୁଁ ନିଶାରେ ନଥିଲି ଠିକ ଅଛି ମୁଁ ତ ନିଶା ବିଷୟ ମାନେ ଇଏରେ ନିଶା ବିଷୟ କିଛି ଖାଏନି ଆଜ୍ଞା ନା ନା ତାଙ୍କୁ ବାତ ମାରିଛି କି କଣ ସେ ଟିକେ ମାନେ ବେଶୀ ମାନେ ଇଏ ହେଇଯାଇଥିଲେ ଆଜ୍ଞା ସେ ବହୁତ ମାନେ ଏମିତି ଚିହିଁକି ଯାଉଥିଲେ ସବୁ କଥା 9ଟା 9:30ରେ ଆସିଲେ ଜିମ୍ ଆଉ ଆମେ ଏଠୁ ସେଇ 9:30 10ଟା ସୁଦ୍ଧା ହିଁ ବାହାରି ଗଲୁ ମୁଁ ୱାର୍କଆଉଟ୍ କରୁଥାଏ ମୋ ବଡି ମାନେ ପୁରା ଝାଳନାଳ ହେଇକି ୱାର୍କଆଉଟ୍ କରୁଥାଏ 7:30ରେ ଘରୁ ଏଠୁ ବାହାରିଥିଲି 7ଟା 7:30ରେ ବିନା ଖାଇବା ପିଇବାରେ ଯାଇଥିଲି ୱାର୍କଆଉଟ୍ କରୁଥିଲି ସେଠୁ ମତେ ନେଇକି ଗଲେ କହିଲେ ଚାଲ ଯିବା ସେଠି ଆମେ ମିନିମମ୍ ଟାଇମ୍ ଦେଖିଛି 10:50 11ଟା ଭିତରେ ଆମେ ପହଞ୍ଚିଲୁ ସେଠି ମାନେ ସେ ଜାଗାରେ ଯୋଉ ଯେତେବେଳେ ଝଗଡ଼ା ଷ୍ଟାର୍ଟ ହେଇଗଲା 12:50 ଆଉ 12:25 12:20-25 ପର୍ଯ୍ୟନ୍ତ ତାକୁ ବାଡ଼ିଆ ବାଡ଼ି ଚାଲିଥିଲା ସେ ଲୋକମାନଙ୍କୁ ଧରାଯିବା ଦରକାର ସେ ଯୋଉ ଲୋକମାନେ ଯୋଉ ମାରିଛନ୍ତି ମାନେ ଯୋଉ ବାଡ଼ିଆ ବାଡ଼ି କରୁଛନ୍ତି ସେମାନଙ୍କର ବି ଗୋଟେ ମାନେ ସେମାନଙ୍କୁ ଧରିବା ଦରକାର ଆଗ ପୋଲିସ